ପିଲାମାନେ ତୁମ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା। ଆଜି ପୁଣି ଏକ ରୋଚକ ଦୁନିଆକୁ ତୁମମାନଙ୍କୁ ସ୍ୱାଗତ ଜଣାଉଛି। ଉଦ୍ଭିଦ କୋଷ ଓ ପ୍ରାଣୀ କୋଷକୁ ଆମେ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଦେଖିସାରିବା ପରେ ଆଜି ଜୀବକୋଷର ଜଟିଳ ଗଠନକୁ ଜାଣିବା। ଏହି ଜଟିଳ ଗଠନ ଜାଣିବା ପୂର୍ବରୁ କୋଷ ଓ ଆହୁରି ବହୁତ କିଛି ରୋଚକ ତଥ୍ୟ ଆମେ ଜାଣିବା। ତେବେ ତା ପୂର୍ବରୁ କିଛିଟା ଚିନ୍ତନ କରିନେବା। ଆସ ତାହେଲେ। ଆଚ୍ଛା ପିଲାମାନେ, ଏବେ କହିଲ ଏସବୁ ଚିତ୍ର ଗୁଡ଼ିକ କାହାର? କ'ଣ ଭାବୁଛ? କି ପ୍ରକାର ଚିତ୍ର ଏଗୁଡ଼ିକ ହେଇଥିବ? ହଁ, ଠିକ୍ କହିଲ। ଏଗୁଡ଼ିକ କେତେଗୁଡ଼ିଏ କୋଷର ଚିତ୍ର। ତେବେ କି ପ୍ରକାରର କୋଷର ଚିତ୍ର? ଚାଲ ଦେଖିବା। ଭେରି ଗୁଡ୍, ଠିକ୍ ଦେଖିଲ। ଏହା ମାଂସପେଶୀ କୋଷ, ଏହା ସ୍ନାୟୁ କୋଷ ଏବଂ ଏହା ଚମଡ଼ା କୋଷ। ତେବେ ମାଂସପେଶୀ କୋଷ, ସ୍ନାୟୁ କୋଷ ଓ ଚମଡ଼ା କୋଷ ମଧ୍ୟରେ କ'ଣ ପାର୍ଥକ୍ୟ ଆମେ ଦେଖୁଛନ୍ତି? ଭେରି ଗୁଡ୍, ମାଂସପେଶୀ କୋଷ ମୋଟାଳିଆ ମଝିରୁ ଦେଖାଯାଉଛି ଏବଂ ଦୁଇ ପାଖେ ସରୁ ଦେଖାଯାଉଛି ଏବଂ ସ୍ନାୟୁ କୋଷ ତାହା ଏକ ଚେରବାଗି ଦେଖାଯାଉଛି ଏବଂ ଚମଡ଼ା କୋଷ ତାହା ଏକ ସମତଳ ଚିତ୍ର ଭଳିଆ ଦେଖାଯାଉଛି। ତେବେ ଏହିଭଳି ଚିତ୍ର ଗୁଡ଼ିକ ଅଲଗା ଅଲଗା କାହିଁକି ଦେଖାଯାଉଛି? କୋଷ ଗୁଡ଼ିକ କ'ଣ ସତରେ ସମସ୍ତଙ୍କ ଠାରୁ ଭିନ୍ନ ଭିନ୍ନ ହୋଇଥାନ୍ତି? ଚାଲ ଦେଖିବା ସେମାନଙ୍କର ଆକୃତି ଗୁଡ଼ିକ କେମିତି ଭିନ୍ନ ଭିନ୍ନ ହେଇଥାଏ। ଯେମିତିକି କୋଷର ନାମ ମାଂସପେଶୀୟ କୋଷ ରଖାହେଇଛି ଏବଂ ମାଂସପେଶୀ କୋଷ ଯାହାକି ଏକ ପ୍ରାଣୀ କୋଷ ଅଟେ ବା ପ୍ରାଣୀମାନଙ୍କ ଠାରେ ଏହି କୋଷ ଦେଖାଯାଇଥାଏ। ଏହାର ଆକୃତି ତାକୁଡ଼ି ଆକୃତିର ଅଟେ। ତାକୁଡ଼ି ଆକୃତି ମାନେ କହିଲେ ବୁଝିଛ ପିଲେ? ତାକୁଡ଼ି ଆକୃତିର ମାନେ ହେଲା ଯାହା ମଝିରୁ ମୋଟା ଏବଂ ଦୁଇ ପାର୍ଶ୍ୱରୁ ସରୁ ହେଇକି ଥାଏ। ଏବେ ଯେଭଳି କି ଏହାକୁ ଦେଖ, ଏହା ଏକ ମାଂସପେଶୀ କୋଷ। ଏହା ତାକୁଡ଼ି ସଦୃଶର ହୋଇଛି, ଯେପରିକି ମଝିରୁ ମୋଟା ଅଛି ଏବଂ ଦୁଇ ପାର୍ଶ୍ୱରୁ ପତଳା ହୋଇକିରି ଅଛି। ଏବେ ଦେଖିବା ଆଉ ଏକ କୋଷ ଯେମିତିକି ସ୍ନାୟୁ କୋଷ, ଯାହା ମଧ୍ୟ ପ୍ରାଣୀମାନଙ୍କ ଠାରେ ହିଁ ଦେଖାଯାଇଥାଏ। ଏହି ସ୍ନାୟୁ କୋଷର ଆକୃତିଟି କିଭଳି? ବହୁତ ଲମ୍ବା ଏବଂ ଶାଖା ପ୍ରଶାଖା ଯୁକ୍ତ। ଯେଭଳି କି ଏହି ଚିତ୍ରରେ ତୁମେମାନେ ଦେଖୁଛ, ଏହା ଲମ୍ବା ହେଇକି ଅଛି ଏବଂ ଶାଖା ପ୍ରଶାଖା ଯୁକ୍ତ ମଧ୍ୟ ଅଛି। ଏବେ ଦେଖିବା ଚମଡ଼ା କୋଷ, ଯାହା ମଧ୍ୟ ପ୍ରାଣୀମାନଙ୍କର କୋଷ ଏବଂ ଏହି ଚମଡ଼ା କୋଷ କିଭଳି ଆକୃତିର ହେଇଥାଏ? ପତଳା ଓ ସମତଳ ଆକୃତିର ହେଇଥାଏ। ଯେମିତି ଆମେ ଦେଖୁଛନ୍ତି, ଏହି ଚିତ୍ରରେ ଆମେ ଦେଖିଲେ ଚମଡ଼ା କୋଷ ସମତଳ ଆକୃତିର ଦେଖାଯାଉଛି। ଏବେ ଏଠି ଆଉ ଗୋଟିଏ କୋଷ ମଧ୍ୟ ଲେଖା ହେଇଛି, ଯାହାକି ଜାଇଲେମ୍। ଜାଇଲେମ୍ ହେଉଛି ଏକ ଉଦ୍ଭିଦ କୋଷ, ଯାହାକି ତାର ଆକୃତି ହୋଇଥାଏ ଲମ୍ବା ଓ ନଳୀ ଆକାରର ହୋଇଥାଏ। ଉଦ୍ଭିଦ କୋଷ ଯାହା ପ୍ରାଣୀମାନଙ୍କ କୋଷ ଠାରୁ ଅଲଗା ହେଇଥାଏ, ଆମେ ତାହା ପୂର୍ବ କ୍ଲାସରେ ପଢିଛନ୍ତି। ତେବେ ଏହି ଜାଇଲେମ୍ କୋଷଟି ଲମ୍ବା ଏବଂ ନଳୀ ଆକାରର ହୋଇଥାଏ। ଏବେ ମନ ଭିତରେ ନିହାତି ଭାବରେ ଗୋଟିଏ ପ୍ରଶ୍ନ ଆସୁଥିବ, ଯଦି କୋଷ କହିଲେ ଆମେ ଜାଣିଥିଲୁ ପ୍ରାଣୀ କୋଷ ଆଉ ଉଦ୍ଭିଦ କୋଷ, ତାପରେ ମଧ୍ୟ ଏହି ପ୍ରାଣୀ କୋଷ ମଧ୍ୟରେ କେତେ ପ୍ରକାରର ଅଲଗା ଅଲଗାର କୋଷ ଗୁଡ଼ିକର ଆକୃତି କାହିଁକି ହେଇଛି? ଠିକ୍ କହିଲ, ଅଲଗା ଅଲଗା ଆକୃତି ହବାର ପଛରେ ମଧ୍ୟ କାରଣ ଅଛି। ସେ କାରଣ ପାଇଁକା ତ ବିଜ୍ଞାନ ରୋଚକ। ତେବେ ଚାଲ ଦେଖିବା କ'ଣ ସେ କାରଣ। ଠିକ୍ ଅନୁମାନ ଲଗେଇଛ। ଏହି ସାରଣୀଟିରେ ଆମେ ଦେଖୁଛନ୍ତି ଯେମିତିକି ମାଂସପେଶୀ କୋଷ, ତାର ଆକୃତି ପତଳା, ନମନୀୟ ଏବଂ ତାକୁଡ଼ି ଆକୃତିର। ତାହେଲେ ଏଇଭଳି ଆକୃତିର ମାଂସପେଶୀର କୋଷର ହୋଇଥିବାରୁ ତାର କାର୍ଯ୍ୟ ମଧ୍ୟ ସେଭଳି ହେଇଥାଏ। ଏହା ମାଂସପେଶୀମାନଙ୍କର ଚଳନରେ ସାହାଯ୍ୟ କରିଥାଏ। ଏବେ ବୁଝିପାରିଲ ତ ପିଲାମାନେ? କୋଷ ଗୁଡ଼ିକର ବିଭିନ୍ନ ଆକୃତି ପଛରେ ତାଙ୍କର କାର୍ଯ୍ୟ ହିଁ ଥାଏ। ତାଙ୍କର ବିଭିନ୍ନ ପ୍ରକାରର ଆକୃତି ଯୋଗୁଁ ତାଙ୍କ କାର୍ଯ୍ୟ ଗୁଡ଼ିକ ମଧ୍ୟ ବିଭିନ୍ନ ଭିନ୍ନ ହୋଇଥାଏ। ଯେମିତିକି ମାଂସପେଶୀ କୋଷ, ଯାହାକି ଆମର ହାତର ମାଂସପେଶୀ, ଗୋଡ଼ର ମାଂସପେଶୀ, ଜଙ୍ଘର ମାଂସପେଶୀ, ଏସବୁ ଗୁଡ଼ିକ କୋଉଥିପାଇଁ ସାହାଯ୍ୟ କରିଥାଏ? ଆମେ ଚଳପ୍ରଚଳ କରିବାରେ ସାହାଯ୍ୟ କରିଥାଏ, ଜିନିଷ ନବା ଆଣିବାରେ ସାହାଯ୍ୟ କରିଥାଏ,
କେଉଁ ଜାଗାକୁ ଉପରକୁ ଚଢ଼ିବା ପାଇଁକା ସାହାଯ୍ୟ କରିଥାଏ। ତ ଏସବୁ ସାହାଯ୍ୟ କରିବା ପାଇଁକା ହେଲେ ଏହି ମାଂସପେଶୀୟ କୋଷ ଗୁଡ଼ିକ ପତଳା ହେବା ଦରକାର, ନମନୀୟ ହେବା ଦରକାର ଏବଂ ତାକୁଡ଼ି ଆକୃତିର ମଧ୍ୟ ହେବା ଦରକାର। ଆଉ ସେଥିପାଇଁ ତାର କାର୍ଯ୍ୟଟି ସେ ସୁରୁଖୁରୁରେ କରିପାରିଥାଏ। ଏବେ ଯିବା ଆମର ସ୍ନାୟୁକୋଷ ପାଖକୁ। ସ୍ନାୟୁକୋଷ ଯାହାକି ଲମ୍ବା ଏବଂ ଶାଖା ପ୍ରଶାଖା ଯୁକ୍ତ ଦେଖିଥିଲେ ଆମେ। ଏବେ ଏଠିରେ ଦେଖ ସ୍ନାୟୁକୋଷ ଯାହାକି ଲମ୍ବା ଆକୃତିର ହୋଇଛି ଏବଂ ଶାଖା ପ୍ରଶାଖା ଯୁକ୍ତ ହୋଇଛି। ଏହା କାହିଁକି ଲମ୍ବା ଓ ଶାଖା ପ୍ରଶାଖା ଯୁକ୍ତ ହୋଇଛି? କାହିଁକି ଏହା ବାର୍ତ୍ତା ବହନ କରିବାରେ ସାହାଯ୍ୟ କରିଥାଏ। ଏବେ ଦେଖ ଏଠାରେ କ'ଣ ଲେଖା ହେଇଛି? ଶରୀରର ବିଭିନ୍ନ ଅଂଶକୁ ବାର୍ତ୍ତା ବହନ କରିଥାଏ। ତେବେ ବାର୍ତ୍ତା ବହନ କରିଥାଏର ଅର୍ଥ କ'ଣ? ତୁମକୁ ଯେତେବେଳେ ଏକ ମଶା କାମୁଡ଼େ ସେତେବେଳେ ତୁମ ହାତ ଆପେ ଆପେ ସେ ମଶା ଉପରେ ବାଜେ କି ନାହିଁ? ହଁ, ବାଜିଥାଏ ନା? କାହିଁକି ବାଜେ? ମଶା ଯେଉଁଠାରେ ବସିଛି ସେହି ଜାଗାର ସ୍ନାୟୁକୋଷ ତାର ବାର୍ତ୍ତାଟିକୁ ନେଇକରି ମସ୍ତିଷ୍କକୁ ପଠାଏ ଏବଂ ସେହି ମସ୍ତିଷ୍କରୁ ପୁଣି ଏକ ସ୍ନାୟୁକୋଷ ବାର୍ତ୍ତା ବହନ କରିକି ହାତକୁ ଦିଏ ଏବଂ ହାତକୁ ବାର୍ତ୍ତା ଦେଇଥାଏ କି ଏବେ ସେହି ଜାଗା ଯେଉଁ ଜାଗାରେ ମଶା ବସିଛି ତାକୁ ଆଘାତ କରିବା ପାଇଁ, ଯାହାଫଳରେ କି ସେ ଶରୀରର କୌଣସି କ୍ଷତି କରିପାରିବ ନାହିଁ। ତେବେ ଏହାକୁ ଆମେ ବାର୍ତ୍ତା କହିଥାଉ। ଏହା ସ୍ନାୟୁକୋଷ ମାନଙ୍କ ଦ୍ୱାରା ହିଁ ସମ୍ଭବ ହେଇଥାଏ। ସେଥିପାଇଁ ସ୍ନାୟୁକୋଷ ଗୁଡ଼ିକ ବହୁତ ଲମ୍ବା ଏବଂ ଶାଖା ପ୍ରଶାଖ ଯୁକ୍ତ ହୋଇଥାନ୍ତି। ଏବେ ଯିବା ଚମଡ଼ା କୋଷ ପାଖକୁ। ଚମଡ଼ା କୋଷକୁ ବି ଆମେ ଦେଖିଥିଲେ ଯେମିତିକି ଏହା ସମତଳ ଆକୃତିର ଦେଖାଯାଉଛି। ଏହା ସମତଳ ଆକୃତିର ଦେଖାଯାଉଛି, ଏହାର ଅର୍ଥ ହେଉଛି ଏହାର କାମ ମଧ୍ୟ ସେହିଭଳି। ଏହା ଏକ ସୁରକ୍ଷାର ଆସ୍ତରଣ ସୃଷ୍ଟି କରିଥାଏ। ଯେମିତିକି ଚମଡ଼ା ଯାହା ଆମ ଦେହରେ ଘୋଡ଼େଇ ହେଇକି ରହିଥାଏ ଏବଂ ସେହି ଘୋଡ଼େଇ ହେଇକି ରହିବା ଦ୍ୱାରା ହିଁ ଆମକୁ ଆମର ଭିତରର ଯାହା ଅଙ୍ଗ ପ୍ରତ୍ୟଙ୍ଗ ଅଛି ସେଗୁଡ଼ିକ ଆମର ସୁରକ୍ଷା ମିଳିଥାଏ ସେଗୁଡ଼ିକୁ। ତେଣୁ ଚମଡ଼ା କୋଷ ଆମର ସୁରକ୍ଷାର ଆସ୍ତରଣ ସୃଷ୍ଟି କରିଥାଏ। ତାହା ପତଳା ଏବଂ ସମତଳ ହୋଇଥିବା ଯୋଗୁଁ ଏହି କାର୍ଯ୍ୟଟି ତାକୁ କରିବାରେ ସୁବିଧା ହୋଇଥାଏ। ତେବେ ଆମ ପାଖରେ ଏବେ କିଛିଟା ଧାରଣା ପଳେଇ ଆସିଲାଣି କି କୋଷ ଗୁଡ଼ିକର ବିଭିନ୍ନ ଆକୃତି ହେବା ପଛରେ ତାଙ୍କର ଭିନ୍ନ ଭିନ୍ନ କାର୍ଯ୍ୟ ହିଁ ଥାଏ। ତେଣୁ ଭିନ୍ନ ଭିନ୍ନ କାର୍ଯ୍ୟ ମାନେ ସେମାନଙ୍କର ଆକୃତି ମଧ୍ୟ ଭିନ୍ନ ଭିନ୍ନ। ଯେମିତିକି ଖାଦ୍ୟ ନଳୀର ମାଂସପେଶୀର କୋଷକୁ ଦେଖିବା, ତାହା ମଧ୍ୟ ଏକ ମାଂସପେଶୀୟ କୋଷ। ଯେମିତି ଆମେ ଉପରେ ଦେଖିଥିଲେ ମାଂସପେଶୀ କୋଷ ପତଳା, ନମନୀୟ ଏବଂ ତାକୁଡ଼ି ଆକୃତିର ହୋଇଥାଏ। ତେବେ ମାଂସପେଶୀ ତ ଖାଲି ହାତ, ଗୋଡ଼ ଏବଂ ଜଙ୍ଘ ଏସବୁଠି ନାହିଁ, ଏହା ମଧ୍ୟ ଖାଦ୍ୟ ନଳୀରେ ବି ଅଛି। କାହିଁକି ଅଛି ନା ଖାଦ୍ୟ ନଳୀରେ ସଂକୋଚନ ପ୍ରସାରଣ ମାଧ୍ୟମରେ ଖାଦ୍ୟକୁ ପେଟକୁ ଠେଲିବା ପାଇଁକା ଏହି କୋଷ ଗୁଡ଼ିକ ସାହାଯ୍ୟ କରିଥାନ୍ତି। ତେଣୁ ତାହା ମଧ୍ୟ ପତଳା, ନମନୀୟ ଓ ତାକୁଡ଼ି ଆକୃତିର ହୋଇଥାନ୍ତି, ଯାହାକି ଖାଦ୍ୟ ଠେଲିବାରେ ସାହାଯ୍ୟ କରିଥାନ୍ତି। ଏବେ ଦେଖିବା ପାକସ୍ଥଳୀର ମଧ୍ୟ ମାଂସପେଶୀ କୋଷ ରହିଛି, ଯାହାକି ଲମ୍ବା ଏବଂ ସ୍ତମ୍ଭାକାର ହୋଇଥାଏ। ତେବେ ପାକସ୍ଥଳୀ ମାଂସପେଶୀ କୋଷ କ'ଣ କାମ କରିଥାଏ? ତାହା ଖାଦ୍ୟକୁ ମନ୍ଥନ କରି ପାଚନ କ୍ରିୟା ସହଜ କରିବାରେ ସାହାଯ୍ୟ କରିଥାଏ। ପାକସ୍ଥଳୀ କହିଲେ କ'ଣ ବୁଝିଛ ପିଲାମାନେ? ହଁ, ଠିକ୍ କହିଲ। ପାକସ୍ଥଳୀ କହିଲେ ଯାହା ପେଟର ଯେଉଁ ଏକ ଅଂଶ ଯାହାକି ଆମ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ତେଣୁ ଏହି କୋଷ ଗୁଡ଼ିକ ଲମ୍ବା ଓ ସ୍ତମ୍ଭାକାର ହୋଇଥିବା ଯୋଗୁଁ ତାହା ଖାଦ୍ୟକୁ ମନ୍ଥନ କରି ପାଚନ କ୍ରିୟା ସହଜ କରିବାରେ ସାହାଯ୍ୟ କରିଥାନ୍ତି। ଏବେ ଦେଖିଲ ନା ପିଲାମାନେ କେତେ ଇଣ୍ଟରେଷ୍ଟିଂ ଏହି କୋଷ। ପ୍ରାଣୀ କୋଷକୁ ଆମେ ଜାଣିଥିଲେ ତାହା ଗୋଲାକାର ସଦୃଶ ବା ବିଭିନ୍ନ ପ୍ରକାରର ପାଖାପାଖି ଗୋଲାକାର ସଦୃଶର, କିନ୍ତୁ ଏବେ ଆମେ ଦେଖିଲେ ପ୍ରାଣୀ କୋଷ ଭିତରେ ବିଭିନ୍ନ ପ୍ରକାରର କୋଷ ଅଛି, ଯେଉଁ କୋଷ ଗୁଡ଼ିକର କି କାର୍ଯ୍ୟ ଗୁଡ଼ିକ ସମ୍ପୂର୍ଣ୍ଣ ଅଲଗା ଅଲଗା ବି ଅଛି ଏବଂ ତାଙ୍କର ଆକୃତି ଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଅଲଗା ଅଲଗା ଅଛି। ଠିକ୍ ସେହିଭଳି ଉଦ୍ଭିଦ କୋଷ ଗୁଡ଼ିକ ମଧ୍ୟ ଆୟତାକାର, ଲମ୍ବା ଏବଂ ଅଣ୍ଡାଳିଆ ହୋଇଥାନ୍ତି ବା ନଳୀ ଭଳିଆ ହୋଇଥାନ୍ତି। ସେଥିପାଇଁ ଉଦ୍ଭିଦର ଜଳ ପରିବହନ କରିବା ପାଇଁ ସାହାଯ୍ୟ କରିଥାନ୍ତି ଏବଂ ଯାହାକି ଉଦ୍ଭିଦକୁ ମାଟି ଭିତରୁ ଜଳ ସଂଗ୍ରହ କରି ଖାଦ୍ୟ ପ୍ରସ୍ତୁତିରେ ସାହାଯ୍ୟ କରିଥାଏ। ଏବେ ପିଲେ କହିପାରିବ ଏହି କୋଷ ଗୁଡ଼ିକୁ ନେଇକରି ଗୋଟେ ଜୀବ ଶରୀର କିପରି ଗଠନ ହେଇପାରୁଛି? ହଁ, ଯେମିତି ଗୋଟେ ଇଟା
ଗୋଟିଏ ଗୋଟିଏ ଇଟାକୁ ନେଇ ଆମେ ଗୋଟେ ଘରର କାନ୍ଥ ତିଆରି କରିଥାନ୍ତି ଏବଂ ସେହି ଘରର କାନ୍ଥ ଗୁଡ଼ିକ ମିଶି ଗୋଟିଏ ସମ୍ପୂର୍ଣ୍ଣ ଘର ତିଆରି ହେଇଥାଏ। ଠିକ୍ ସେହିଭଳି କୋଷ ଗୁଡ଼ିକ ନେଇ ଗୋଟିଏ ଜୀବ ଶରୀର ଗଠନ ହେଇପାରୁଛି। ତେବେ ଏହା ଏକ ରୋଚକ ଭଳିଆ ଲାଗୁନାହିଁ? ତେବେ ଚାଲ କିଛିଟା ରୋଚକ ତଥ୍ୟ ବି ସେ ବିଷୟରେ ଆମେ ଜାଣିବା। ଯେମିତିକି ଜୀବ ଶରୀର ଏକ ଜଟିଳ ଉପାୟରେ ତିଆରି ହୋଇଥାଏ। କୋଷ ଜୀବନର ମୌଳିକ ଏକକ, ଯେପରିକି ଏକ ଇଟା ଗୋଟିଏ ଘରର ମୌଳିକ ଏକକ ଅଟେ। ସମାନ କୋଷଗୁଡ଼ିକ ଏକ ଗୋଷ୍ଠୀ, ଯାହାକି ଏକ ପ୍ରକାର ଟିସୁ ବା ତନ୍ତୁ ଗଠନ କରିଥାଏ। ବିଭିନ୍ନ ପ୍ରକାରର ଟିସୁ ସଂଗଠିତ ହୋଇ ଏକ ଅଙ୍ଗ ବା ଅର୍ଗାନ ଗଠନ ହୋଇଥାଏ। ଅନେକ ଅଙ୍ଗ ଏକାଠି କାମ କରି ଏକ ଅଙ୍ଗ ସଂସ୍ଥା ଗଠନ କରିଥାନ୍ତି, ଯାହା ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାଏ। ସମସ୍ତ ଅଙ୍ଗ ସଂସ୍ଥା ଏକାଠି ହୋଇ ଏକ ସମ୍ପୂର୍ଣ୍ଣ ଉଦ୍ଭିଦ କିମ୍ବା ଏକ ପ୍ରାଣୀ ପରି ଜୀବଟିଏ ସୃଷ୍ଟି କରିଥାନ୍ତି। ଏବେ ବୁଝିଲ ତ ପିଲାମାନେ, କେତେ ଜଟିଳ ଏ କାର୍ଯ୍ୟ? କିଭଳି ଭାବରେ ଗୋଟିଏ ଛୋଟ କୋଷ ଏକାଥରେ ଗୋଟିଏ ବଡ଼ ଜୀବ ଗଠନ କରିପାରେ। ତେବେ ଆଉ କିଛି କିଛି ନୂଆ ଜିନିଷ ମଧ୍ୟ ଆମେ ଏଠି ଜାଣିବା। ଯେମିତିକି କୋଷ। କୋଷ କ'ଣ? କୋଷ ବିଷୟରେ ଆମେ ଦେଖିଲେ, କୋଷ କ'ଣ, କୋଷର ଆକୃତି ଦେଖିଲେ। ତେଣୁ କୋଷ ଜୀବନର ମୌଳିକ ଏକକ, ନୁହେଁ କି? କୋଷ ଜୀବନର ମୌଳିକ ଏକକ। ତେବେ ଏହି କୋଷ କ'ଣ, ତାକୁ ଆମେ ପୁଣି ସମ୍ପୂର୍ଣ୍ଣ ଭାବରେ ବୁଝିବା। ଏହା ଏକ କୋଷର ଚିତ୍ର ବା ପ୍ରାଣୀ କୋଷର ଚିତ୍ର। ତେବେ ଏହାର କାମ କ'ଣ? ନା ଏହା ଜୀବ ଶରୀରର ସବୁଠାରୁ ଛୋଟ ବା କ୍ଷୁଦ୍ରତମ ଗଠନମୂଳକ ଏକକ। ପ୍ରତ୍ୟେକ ପ୍ରାଣୀ ବା ଉଦ୍ଭିଦ ଶରୀରର କୋଷରୁ ତିଆରି ହୋଇଥାଏ। ଏବେ ଏହା କାହାର ଚିତ୍ର ହୋଇଥିବ ଭାବୁଛ? ବିଭିନ୍ନ ପ୍ରକାର କୋଷ ଗୁଡ଼ିକ ମିଶ୍ରଣରେ କ'ଣ ଗଠନ ହୋଇଥାନ୍ତି? ହଁ, ଠିକ୍ କହିଲ, ତନ୍ତୁ ଗଠନ ହୋଇଥାନ୍ତି। ତେବେ କୋଷ ଗୁଡ଼ିକ ଏକା ସାଙ୍ଗରେ ରହି ଦେଖୁଛ ପିଲାମାନେ ତନ୍ତୁ ଗଠନ କରିଥାନ୍ତି। ତନ୍ତୁର କାମ ଫେର କ'ଣ ହେଇଥାଏ? ତନ୍ତୁର କାମ ହୋଇଥାଏ ସମାନ ପ୍ରକାର, ଯେମିତିକି ଦେଖିଲେ ସମାନ ପ୍ରକାର କୋଷ ଏକତ୍ରିତ ହୋଇ ତନ୍ତୁ ଗଠନ କରେ। ତନ୍ତୁ ଏକ ନିର୍ଦ୍ଦିଷ୍ଟ କାମ କରିଥାଏ, ଯେମିତିକି ଚଳନ କାମ, ସୁରକ୍ଷା କାମ, ସନ୍ଦେଶ ପଠାଇବା କାମ ଇତ୍ୟାଦି। ତେଣୁ ବିଭିନ୍ନ ପ୍ରକାରର ଅଙ୍ଗ ପ୍ରତ୍ୟଙ୍ଗରେ ଆମର ଯେତିକି କୋଷ ଅଛନ୍ତି, ସବୁ କୋଷ ଗୁଡ଼ିକ ପୁଣି କିଛି କିଛି ଜାଗାରେ ଏକା ପ୍ରକାରର କୋଷ ଗୁଡ଼ିକ ମିଶିକି ଏକା ପ୍ରକାରର ତନ୍ତୁ ଗଠନ କରିଥାନ୍ତି। ତେବେ ଏକା ପ୍ରକାରର କୋଷ କହିଲେ କ'ଣ? ଯେଭଳି କି ମାଂସପେଶୀ କୋଷ। ମାଂସପେଶୀ କୋଷ ବହୁତ ସାରା ମାଂସପେଶୀ କୋଷକୁ ମିଶି ଏକ ମାଂସପେଶୀୟ ତନ୍ତୁ ଗଠନ କରିଥାନ୍ତି। ଠିକ୍ ସେହିଭଳି ସ୍ନାୟୁ କୋଷ, ବହୁତ ପ୍ରକାରର ସ୍ନାୟୁ, ବହୁତ ଶ୍ରେଣୀର ସ୍ନାୟୁ କୋଷ ମିଶି ସ୍ନାୟୁର ଟିସ୍ୟୁ ତିଆରି କରିଥାନ୍ତି। ତ ଏହିଭଳି ଭାବରେ ସମାନ ପ୍ରକାରର କୋଷ ଏକତ୍ରିତ ହୋଇ ତନ୍ତୁ ଗଠନ କରିଥାନ୍ତି। ଯେମିତିକି ଉଦାହରଣ, ମାଂସପେଶୀୟ ଟିସ୍ୟୁ ଚଳନରେ ସାହାଯ୍ୟ କରେ, ସ୍ନାୟୁ ଟିସ୍ୟୁ ସନ୍ଦେଶ ପଠାଇବାରେ ସାହାଯ୍ୟ କରିଥାଏ। ଏପିଥେଲିଆଲ ଟିସ୍ୟୁ ବା ଯୋଉଟାକି ଚମଡ଼ାର କୋଷକୁ ନେଇକି ଗଠିତ ହେଇଥାଏ, ତାହା ଶରୀରକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ। ଏବେ ଏହା କାହାର ଚିତ୍ର ହୋଇଥିବ ବୋଲି ଭାବୁଛ ପିଲେ? ମନେ ପକାଅ। ନିହାତି ତମର ଲାବୋରେଟୋରୀରେ ଦେଖିଥିବ, ସାଇନ୍ସ ଲାବୋରେଟୋରୀରେ। ହଁ, ଏହା ହେଉଛି ପାକସ୍ଥଳୀ ବା ଷ୍ଟୋମାକର ଚିତ୍ର। ତେବେ ଏହି ଷ୍ଟୋମାକଟି କ'ଣ? ଏହା ଏକ ଆମର ଶରୀର ଭିତରେ ଥିବା ଏକ ଅଙ୍ଗ ବା ଅର୍ଗାନ। ଏବେ ଏହି ଅଙ୍ଗଟିର କ'ଣ ସମ୍ପର୍କ ଅଛି ଏହି କୋଷ ଆଉ ଟିସ୍ୟୁ ସହିତ? ଭିନ୍ନ ଭିନ୍ନ ତନ୍ତୁ ମିଶି ଅଙ୍ଗ ଗଠନ କରିଥାନ୍ତି। ଏବେ ବୁଝିଲ ତ ପିଲେ? କୋଷ ଗୁଡ଼ିକ ମିଶି ତନ୍ତୁ ଗଠନ ହେଇଥାଏ। ଏବେ ସେହି ତନ୍ତୁ ଗୁଡ଼ିକ ମିଶି ଗୋଟିଏ ଗୋଟିଏ ଅଙ୍ଗ ଗଠନ କରିଥାନ୍ତି ଆମ ଶରୀର ଭିତରେ। ପ୍ରତ୍ୟେକ ଅଙ୍ଗର ନିର୍ଦ୍ଦିଷ୍ଟ କାମ ରହିଥାଏ। ଉଦାହରଣ ସ୍ୱରୂପ, ଯେଭଳି କି ପେଟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ, ଫୁସଫୁସ୍ ରକ୍ତ ସଫା କରିବାରେ ସାହାଯ୍ୟ କରିଥାଏ ଏବଂ ହୃଦୟ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ। ତ ଏମିତି ଭାବରେ ଟିସ୍ୟୁ ଗୁଡ଼ିକ ଏକତ୍ରିତ ହୋଇ ଏକ ଅଙ୍ଗ ଗଠନ କରିଥାନ୍ତି। ଏବେ ଏହା କାହାର ଚିତ୍ର ଦେଖୁଛ? ଏଥିରେ ବହୁତ ସାରା ଅଙ୍ଗର ନାମ ଅଛି, ଯେମିତିକି ଏହା
ଏହା ଆମର ମୁଖ ଗହ୍ୱର ବା ମୁହଁ, ଏହା ଆମର ପାକସ୍ଥଳୀ ବା ପେଟ ଏବଂ ଏହା ଆମର ଅନ୍ତ୍ରନଳୀ ବା ଇଣ୍ଟେଷ୍ଟାଇନ୍। या सहित आहुरी बहुत अंग एथिरे जड़ित होइके अछंती एवं एही संपूर्ण अंग गुड़िक मिसी पाचक तंत्र बा डाइजेस्टिव सिस्टम को तैयारी करिथांती। एही मुह मध्य देई खाद्य जेतेबेले आसी थाए ताहा स्टोमाक बा पेट को आसे एवं एही पेटरे खाद्य गुड़िक हजम हेबा पई एही लिभर साहाय्य करिथाए, ता सहित गल ब्लाडर मध्य साहाय्य करिथाए एवं सेही हजम खाद्य गुड़िक जेतेबेले जाए ताहा अंत्रनळी बा इंटेस्टाइन को जाई थाए एवं आउ जहा बंची जाई थाए खाद्य बा अवशिष्ट खाद्य गुड़िक एही बृहदंत्र को जाई थाए एवं सेठू आमर परित्यक्त होई आमर मलद्वार बाटे बाहरी थाए। तेणु एही संपूर्ण सिस्टम बा संपूर्ण तंत्रटी को पाचक तंत्र कुहा जाए। एथिरे भिन्न भिन्न ऑर्गन बा भिन्न भिन्न अंग गुड़िक रहिछि। तेणु एही समुदाय संस्थाटी को बा तंत्रटी को अंग संस्थान बा ऑर्गन सिस्टम बोली कुहा जाई थाए। अनेक अंग मिसी एका साथी रे काम कले एक अंग संस्थान बा अंग तंत्र तैयारी करिथांती। एबे उदाहरण को जदि देखिबा ताहले जेमति कि पाचक तंत्र, श्वास तंत्र, रक्त संचालन तंत्र, स्नायु तंत्र इत्यादि प्रत्येक गोटिए गोटिए अंग संस्थान अटंती। एबे यह कहार चित्र बोली भाबुछ? हाँ ठीक, यह संपूर्ण बॉडी बा संपूर्ण शरीर जीव शरीर एक चित्र। वेरी गुड, देखिले तो पिले यह जीव शरीर चित्र। तेबे एही जीव शरीर किभଳି भाबरे गठन हैला आमे प्रथमरु कोन देखिले? प्रथमे कोष जहा कि जीवनर एकक, सेही कोष मिसी तंतु गठन कले एवं तंतु गुड़िक एकत्रित होई अंग गुड़िक गठन कले एवं सेही अंग गुड़िक एका प्रकारर अंग गुड़िक एका सांगरे मिसी एक तंत्र तैयारी कले बा फॉर एग्जांपल जेमति कि उदाहरण स्वरूप पाचक तंत्र, श्वास तंत्र एवं रक्त संचालन तंत्र। तो एही भଳି भाबरे तंत्र गुड़िक तैयारी कले एवं सेही समस्त तंत्र गुड़िक जेतेबेले एकाठी एकत्रित होई थांती ताहा संपूर्ण जीव शरीरटीए गठन करिथाए। श्वासतंत्र, रक्त संचालन तंत्र, परिपाक तंत्र, स्नायु तंत्र इत्यादि को नहीं मनीष शरीर गठित होइथाए। एबे आमे देखुछंती विभिन्न प्रकारर चित्र आम आगे रखा हेछि। एबे पिले कहि परिबो ए सबु की चित्र गुड़िक आमे जहा पढ़िचंती से सबु गुड़िक एठी रखा हेछि। कहि परिबो पिले ए प्रथम चित्रटी कहार चित्र? ठीक कहल। प्रथम चित्रटी अंग संस्थानर चित्र। एबे द्वितीय चित्रटी को देखिबा। द्वितीय चित्रटी होछि टिश्यू। एबे तृतीय चित्रटी जीव शरीर। वेरी गुड। एबे चतुर्थ चित्रटी कोष। वेरी गुड। एबे पंचम चित्रटी अंग। वेरी गुड। यही प्रत्येक चित्र विषय आमे समस्ते पढ़िले। तेबे एबे आमे कहि परिबा एही जीव शरीरर संगठनर विभिन्न स्तर गुड़िकर नाम क्रम अनुसारे कहिबा तो कहा परे केउ क्रम आसी थाए बा केउ क्रम रे संपूर्ण जीव शरीरटी गठन होई थाए। प्रथमे कोन आसीबो? बहुत बढ़िया। प्रथमे कोष। एबे कोष गुड़िक एकत्रित होइकी कौन गठन करिथांती? बहुत सुंदर, टिश्यू। एबे टिश्यू गुड़िक एकत्रित होई कौन गठन करिथांती? वेरी गुड, अंग गठन करिथांती। एवं अंग गुड़िक एकत्रित होइकी कौन तैयारी करिथांती?
हाँ अंग संस्थान एबे विभिन्न अंग संस्थान गुड़िक मिसी कौन तैयारी होई थाए बहुत बढ़िया संपूर्ण जीव शरीरटीए गठन होई थाए तेबे आमे एही जीव संगठनर बा जीव शरीरर संगठनर स्तर गुड़िक क्रम अनुसार जानिले प्रथमे कोष एहा परे टिश्यू टिश्यू परे अंग परे अंग संस्थान परे संपूर्ण जीव शरीर एबे एहाकू एक फ्लो चार्ट माध्यम रे देखि नेबा कोष एहा परे कोन आसीबो वेरी गुड टिश्यू बा तंतु तंतु परे खूब सुंदर अंग अंग परे अंग संस्थान वेरी गुड अंग संस्थान एकत्रित हुई लास्ट रे जीव शरीर बहुत बढ़िया तेबे एही भली भाबरे आम जीव शरीरर संगठन होई थाए जहार की मौलिक एकक कोष होई थाए आशा करुछि आजिर पाठटी तुम मानकु बहुत भल लागिथिबो तेबे जटिल जीवकु आमे देखि पारुछे किंतु एभଳି किछि जीव अछंती जाहाकु कि आमे खाली आखिरे देखि पारु नाहंती किंतु तांकर उपस्थिति अछि सेमाने गोटिए कोषरे बा बहुत कम कोषकु नै गठित होइथांती सेही विषय रे आमे परवर्ती पाठरे पढिबा सेथि पर्यंत तुमे माने समस्ते खुशी रे थाओ आ सबु बेले हसु थाओ धन्यवाद खुशी रे शिखिबा समस्तक अधिकार नमस्कार।